ଆରେ ମେଟ୍ରିକ୍ ପରୀକ୍ଷା ଆଉ ଅଳ୍ପ ଦିନ ରହିଲା। ମୁଁ ଯେତେ ପାଠ ପଢ଼ିଲେ ମଧ୍ୟ ମୋର କିଛି ବି ମନେ ରହୁନି। ଆଉ ମୋ ବାପା ମୋତେ ସବୁବେଳେ ଖାଲି ଗାଳି କରୁଛନ୍ତି, ପାଠ ପଢ଼ କହୁଛନ୍ତି। ଆଉ ଏହା ମଧ୍ୟ କହୁଛନ୍ତି ଯଦି ପରୀକ୍ଷାରେ ଖରାପ ନମ୍ବର ରଖିବୁ ତାହେଲେ ମୋତେ ଗାଁରୁ ବିଦା କରିଦେବେ। ଏବେ ମୁଁ କ'ଣ କରିବି? କିପରି ଅଧିକ ନମ୍ବର ରଖିବି? ରାଜୁର ଏକଥା ଜଙ୍ଗଲରେ ଥିବା ଗୋଟିଏ ଛୋଟ ଭୂତ ଶୁଣିଲା। ଏହା ଶୁଣି ସେ କହିଲା, ଆରେ ଲାଗୁଛି ଗୋଟିଏ ଛୋଟ ଛୁଆ ବୋଧେ କିଛି ଅସୁବିଧାରେ ପଡ଼ିଛି। ଲାଗୁଛି ପରୀକ୍ଷା ପାଇଁ ତାର କିଛି ଗୋଟେ ଅସୁବିଧା ହୋଇଛି। ତେଣୁ ମୋତେ ତାର ସାହାଯ୍ୟ କରିବାକୁ ପଡ଼ିବ, ନହେଲେ ଏ ଛୁଆର ମଧ୍ୟ ମୋ ପରି ଅବସ୍ଥା ହେବ। ଏପରି କହି ଭୂତ ସେଠାରୁ ଅଦୃଶ୍ୟ ହୋଇଗଲା ଏବଂ ରାଜୁ ଦେହରେ ପଶିଗଲା ଓ ତାପରେ ସେ କହିଲା, ଏବେ ମୁଁ ବି ଦେଖିବି ଏ ଛୁଆର ବାପା କେମିତି ୟାକୁ ବାଡ଼ାଇବେ। ମୁଁ ଏବେ ଯିବି, ଯାଇ ତାର ବାପାକୁ ଏମିତି ଶାସ୍ତି ଦେବି ଯେ ଯେମିତି ସେ ତାର ଜୀବନରେ କେବେ ବି ଭାବିନଥିବ। ଖାଲି ଏ ଛୁଆର ବାପାକୁ ଶାସ୍ତି ଦେବିନି, ବରଂ ଯେଉଁ ବାପା ମା ତାଙ୍କର ଛୁଆଙ୍କୁ ପରୀକ୍ଷା ହେଉ କିମ୍ବା ମାର୍କ ରଖିବା ପାଇଁ ହେଉ ହଇରାଣ କରିବେ, ତାହେଲେ ମୋ ହାତରୁ ସେ ଶାସ୍ତି ପାଇବେ। ଏପରି କହି ଭୂତ ରାଜୁ ସାଥିରେ ତାର ଘରକୁ ଗଲା ଓ ଘରେ ପହଞ୍ଚିବା ପରେ ରାଜୁ ବାପା ପୁରା ରାଗରେ ଘରେ ବାହାରେ ଥାଏ ଓ ଯେମିତି ସେ ତାର ପୁଅକୁ ଦେଖିଲା ରାଗରେ ପଞ୍ଚମ ହୋଇଗଲା ଓ ତାପରେ କହିଲା, ହଇରେ ମାଙ୍କଡ଼ ମୁହାଁ ରାଜୁ, କୁଆଡ଼େ ପଳାଇଥିଲୁ ଜାଣିପାରୁନୁ? ଆଉ ଅଳ୍ପ ଦିନ ପରେ ତୋର ମେଟ୍ରିକ୍ ପରୀକ୍ଷା, ହେଲେ ତୁ ପାଠ ନ ପଢ଼ି ଏଣେ ତେଣେ ବୁଲୁଛୁ। ଆଉ ତୁ ନିଜକୁ ମନେ ମନେ କ'ଣ ଭାବୁଛୁ? ସେଣ୍ଡ ହୋଇଗଲୁ କିରେ? କାହା କଥା ଶୁଣୁନୁ? ତେଣୁ ତତେ ଏବେ ଏଇଠାରେ ପିଟି ପିଟି ମାରିଦେବି। ହଇରେ ମୂର୍ଖ ଲୋକ, କ'ଣ କହିଲୁ? ମୋତେ ମାରିବୁ ବୋଲି? ଥରେ ଖାଲି ମୋତେ ମାରିକି ଦେଖ, ମୁଁ ତୋର ଏମିତି ଅବସ୍ଥା କରିବି ଯେ ତୁ ଯେମିତି ଆଉ କେବେ ବି ଏ ଛୁଆ ଉପରେ ଅତ୍ୟାଚାର କରିବା କଥା ଭାବିବୁ ନାହିଁ। ହଇରେ କ'ଣ କହିଲୁ ରାଜୁ? ତୁ ମୋତେ ମାରିବୁ ମାନେ ତୋର ବାପାକୁ ମାରିବୁ? ମୁଁ ତ ଦେଖୁଛି ତୋର ଦିନକୁ ଦିନ ବହୁତ ମୁହଁ ବଢ଼ିଗଲାଣି। ହଉ ଦେଖ ମୁଁ ତୋର ଏ ମୂର୍ଖାମି ପାଇଁ କ'ଣ କରୁଛି। କହିଲା କ'ଣ ନା ମୋତେ ମାରିବ। ସେ ଏପରି କହିବା ଦେଖି ରାଜୁ ଭିତରେ ଥିବା ଭୂତ ବହୁତ ଜୋରେ ରାଗିଗଲା ଓ ତାପରେ ସେ ନିଜର ଶକ୍ତି ମାଧ୍ୟମରେ ରାଜୁର ବାପାକୁ କୋମାକୁ ପଠାଇଦେଲା ଓ ତାପରେ ସେ କହିଲା, ଆରେ ମୂର୍ଖ ମଣିଷ, ତୁ କ'ଣ ଭାବିଥିଲୁ ମୁଁ କ'ଣ ତୋର ପୁଅ ବୋଲି? ମୁଁ ହେଉଛି ଗୋଟିଏ ଭୂତ, ଯିଏକି ଏ ଛୁଆର ଦୁଃଖ ଦେଖି ନ ପାରି ତାକୁ ସାହାଯ୍ୟ କରିବା ପାଇଁ ଆସିଗଲି। ଭୂତ ଏପରି କହି ରାଜୁ ଦେହରୁ ବାହାରିଗଲା ଓ ତାପରେ ରାଜୁ କହିଲା, ଆରେ ଇଏ କ'ଣ? ମୁଁ ତ ଜଙ୍ଗଲରେ ଥିଲି, ହେଲେ ଏଠାକୁ କେମିତି ଆସିଗଲି ଓ ଏଠାକୁ କିଏ ମୋତେ ନେଇକି ଆସିଲା? ଆରେ ଇଏ କ'ଣ? ମୋ ବାପା ଏଠାରେ ତଳେ କାହିଁକି ପଡ଼ିଛନ୍ତି? ଓ ଏ ପାଖରେ ଭୂତ ତାର ଘରକୁ ଯାଉଥିବା ବେଳେ ଦେଖିଲା ଗୋଟିଏ ଲୋକ ଏକ ଡାଙ୍ଗ ଧରି ତାର ପୁଅକୁ ମାରିବା ପାଇଁ ଚେଷ୍ଟା କରୁଛି। ହଇରେ ଫିଜୁ, ତୁ ମନେ ମନେ କ'ଣ ବୋଲି ଭାବୁଛୁ କିରେ? ଦିନେ ବି ପାଠ ସାଠ ପଢ଼ୁନୁ। ଏମିତି ଯଦି ଚାଲିଲା ନା ତାହେଲେ ତତେ ଏକ୍ଜାମରୁ ଫେଲ ହେବାରୁ କେହି ବି ରକ୍ଷା କରିପାରିବେ ନାହିଁ। ଆଉ ହଁ, ଗୋଟେ କଥା ମନେ ରଖ, ଯଦି ତୁ ପରୀକ୍ଷାରେ ଫେଲ ହେଉଛୁ ନା ତାହେଲେ ତତେ ମୁଁ ଏମିତି ମାଡ଼ ମାରିବି। ଆଉ ଗୋଟେ କଥା, ତତେ ମେଞ୍ଚାଏ ଗାଈ କିଣିଦେବି, ତୁ ଜଙ୍ଗଲରେ ଯାଇ ଚରାଇବୁ। ବାପା ବାପା, ମୋତେ କ୍ଷମା କରିଦିଅ। ମୁଁ ପାଠ ପଢ଼ି ଅଳ୍ପ ସମୟ ପାଇଁ ଟିକେ ସାଙ୍ଗ ପାଖକୁ ବୁଲିବା ପାଇଁ ଯାଇଥିଲି, ହେଲେ ତମେ ଭାବୁଛ ମୁଁ ପାଠ ପଢ଼ୁନି ବୋଲି। ବାପା ଦୟାକରି ମୋତେ ଏଇଥର ଛାଡ଼ିଦିଅ, ମାରନି। ମୁଁ ଆଉ କେବେ ବି କୁଆଡ଼େ ବୁଲିବା ପାଇଁ ଯିବିନି। ଭୂତ ଏସବୁ ଦେଖି ବହୁ ଜୋରେ ରାଗିଗଲା ଓ ତାପରେ ସେ ଯାଇ ବିଜୁ ଦେହରେ ପଶିଗଲା ଏବଂ ତାପରେ ରାଗରେ କହିଲା, ହଇରେ ମୂର୍ଖ ମୋର ବାପା, ତୁ କ'ଣ ମନେ ମନେ ନିଜକୁ ପାଠୁଆ ବୋଲି ଭାବୁଛୁ ନା କ'ଣ? ତୋର ଯଦି ଏତେ ପାଠ ପ୍ରତି ଚିନ୍ତା ଥିଲା ତାହେଲେ ତୁ ଚାକିରି କଲୁନୁ କାହିଁକି? ଆଉ କହୁଛୁ କ'ଣ ତୁ ମୋତେ ବାଡ଼ାଇବୁ ବୋଲି? ଦେଖିବା ତୁ କେମିତି ମୋତେ ବାଡ଼ାଇବୁ। ଏହା ଶୁଣି ବିଜୁ ବାପା ଆଶ୍ଚର୍ଯ୍ୟ ହୋଇଗଲା ଓ ତାପରେ ଆଉ ଟିକେ ରାଗି ଯାଇ କହିଲା, ହଇରେ ବିଜୁ, ଏକରେ ତୁ ପାଠ ନ ପଢ଼ି ବାହାରେ ବୁଲୁଛୁ ଓ ତାପରେ ମୋ ମୁହଁ ଉପରେ ଜବାବ ଦେଉଛୁ। ମୁଁ ଭାବୁଥିଲି ତତେ ଛାଡ଼ିଦେବି ବୋଲି,
ହେଲେ ତୋର ଏ ହରକତ ଦେଖି ଆଜି ତତେ ଏଇଠାରେ ବାଡ଼ାଇ ବାଡ଼ାଇ ମାରିଦେବି, ଆଉ ଦେଖିବି ତତେ କିଏ ବଞ୍ଚାଇବ। ଏହା ଶୁଣି ଭୂତ ବହୁତ ଜୋରେ ରାଗିଗଲା ଏବଂ ତାର ଶକ୍ତି ମାଧ୍ୟମରେ ରାଜୁ ବାପା ପରି ବିଜୁ ବାପାକୁ ମଧ୍ୟ କୋମାରେ ପକାଇଦେଲା। ହେଲେ ଏସବୁ ଦୃଶ୍ୟ ଗୋଟେ ବିଲୁଆ ଲୁଚିକି ଦେଖୁଥିଲା। ସେ ଏହା ଦେଖି କହିଲା, ଆରେ ଇଏ କଣ ବଡ ଆଶ୍ଚର୍ଯ୍ୟ କଥା। ଏ ଲୋକର ପୁଅ ପାଠ ପଢୁନି ବୋଲି ତାକୁ ତାର ବାପା ବାଡ଼ାଇଲା, ହେଲେ ଏ ଭୂତର କଣ ଅସୁବିଧା ହୋଇଗଲା? ଇଏ ଆସି ୟାକୁ କୁମାରେ ପକାଇଦେଲା କାହିଁକି? ନିଶ୍ଚିତ ୟା ପଛରେ କିଛି ନା କିଛି କାରଣ ଅଛି। ହେ, ସେ ଯାହା କାରଣ ହେଉଛି ହେଉ, ମୋର ଏଥିରେ କିଛି ଯାଏ ଆସେ ନାହିଁ। ଏ ମଣିଷ ଓ ଭୂତ ଭିତର କଥା ମୁଁ କାହିଁକି ଏ ବେକାର କଥାରେ ମୁଣ୍ଡ ପୁରାଇବି? ବିଲୁଆ ଏପରି କହି ରହିଲା। ଦେଖୁ ଦେଖୁ ଏକଥା ଗାଁରେ ହାଲ୍ଲା ହୋଇଗଲା। ପଞ୍ଚାୟତର ମଧ୍ୟ ପଡ଼ିଲା। ଆରେ ଗାଁ ବାଲା, କଣ ଅସୁବିଧା ହୋଇଛି? ତୁମେ ସବୁ ଏଠାରେ ଏକତ୍ରିତ ହେବାର କାରଣ କଣ? ସବୁ କଥା ଗୋଟି ଗୋଟି କରି ଖୋଲିକି କୁହ, ତାପରେ ଯାଇ ଏ ସମସ୍ୟାର ସମାଧାନ ହେବ। ଆରେ ମୁଖିଆ, ଆମ ଗାଁରେ ଗୋଟିଏ ବଡ଼ ଅସୁବିଧା ପଡ଼ିଛି ଓ ସେଇଟା ହେଲା ଆମ ଗାଁରେ ଯାହାର ବି ଛୁଆ ମେଟ୍ରିକ ପରୀକ୍ଷା ଦେବେ ସେଇ ଛୁଆର ବାପାମାନେ କୋମାକୁ ପଳାଉଛନ୍ତି। ଏସବୁର କାରଣ କଣ କେହି ବି ଜାଣିପାରୁନାହାନ୍ତି। ଏପରି ଅସୁବିଧା ପ୍ରଥମ ଥର ଏ ଗାଁରେ ହୋଇଛି। ଏବେ ଆପଣ କୁହନ୍ତୁ, ଏ ସମସ୍ୟାର ସମାଧାନ କିପରି କରିବା? ଆରେ ବାପରେ, ଇଏ ତ ବଡ଼ ଅଜୀବ କଥା। ଏହା ଶୁଣିଲା ବେଳକୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଯେଉଁ ଛୁଆ ମେଟ୍ରିକ ପରୀକ୍ଷା ଦେବ ତାର ବାପାକୁ କୋମା ହେଉଛି। ଏପରି ପରିସ୍ଥିତିରେ କଣ କରାଯାଇପାରିବ? ସର୍ବପ୍ରଥମେ ଆମକୁ ଜାଣିବାକୁ ପଡ଼ିବ କି ୟା ପଛରେ କାରଣ କଣ? ଏଟା କୌଣସି ରୋଗ ନା କାହାର ଅଭିଶାପ? ଏସବୁ ବିଷୟରେ ଜାଣିବାକୁ ହେଲେ ଆମକୁ ଜଣେ ସାହାଯ୍ୟ କରିପାରିବ ଓ ସେ ହେଉଛି ବିଲୁଆ। କାରଣ ଯେବେ ବି ଆମ ଗାଁକୁ ବିପଦ ଆସିଛି ସେ ହିଁ ସାହାଯ୍ୟ କରିଛି। ତେଣୁ ସର୍ବପ୍ରଥମେ 2 ଜଣ ବିଲୁଆ ପାଖକୁ ଯାଅ ଓ ଏ ବିଷୟରେ ତା ସାଥିରେ କଥା ହୁଅ। ହଁ ହଁ ମୁଖିଆ, ତମେ ଠିକ କଥା କହିଲ। ଏ କ୍ଷେତ୍ରରେ ଆମକୁ କେବଳ ବିଲୁଆ ହିଁ ସାହାଯ୍ୟ କରିବ। ତେଣୁ ମୁଁ ଓ ସଞ୍ଜୟ ବିଲୁଆ ପାଖକୁ ଯାଉଛୁ ଓ ଏ ବିଷୟରେ କଥାବାର୍ତ୍ତା ହୋଇ ଏ ପଞ୍ଚାୟତର ଜଣାଇବୁ। ଅକ୍ଷୟ ଏପରି କହି ସଞ୍ଜୟକୁ ଧରି ବିଲୁଆକୁ ଦେଖା କରିବାକୁ ଗଲା ଏବଂ ବିଲୁଆ ପାଖରେ ପହଞ୍ଚିବା ପରେ ବିଲୁଆ କହିଲା, ଆରେ ଅକ୍ଷୟ ଭାଇ, ଆଜି ଏଠାକୁ କେମିତି ଆସିବା ହେଲା? ତମେ ଏଠାକୁ ଆସିଛ ମାନେ ନିଶ୍ଚିତ କିଛି ଗୋଟେ ସମସ୍ୟା ଗାଁ ଉପରେ ପଡ଼ିଛି। ହଉ, ଏବେ କୁହ, ମୁଁ ତୁମର କି ସାହାଯ୍ୟ କରିପାରେ? ଯଦି ମୋ ଦ୍ୱାରା କାର୍ଯ୍ୟଟି ସମ୍ଭବ ହୋଇଥିବ ତାହେଲେ ମୁଁ ନିଶ୍ଚିତ କରିବି, କାରଣ ମୁଁ ତୁମ ଗାଁ ଲୋକଙ୍କୁ ମୋର ପରିବାରର ସଦସ୍ୟ ବୋଲି ଭାବେ। ଆରେ ବିଲୁଆ, କଣ କହିବି ରେ? ଆମ ଗାଁରେ ଏକ ବଡ଼ ସମସ୍ୟା ଘଟିଛି ଓ ସେଇଟା ହେଲା ଯେଉଁ ଛୁଆମାନେ ମେଟ୍ରିକ ପରୀକ୍ଷା ଦେବେ ତାଙ୍କ ବାପାମାନେ କୋମାକୁ ପଳାଉଛନ୍ତି। ଏହା କଣ ପାଇଁ ହେଉଛି ଓ ୟା ପଛରେ କାରଣ କଣ କେହି ବି ଜାଣିନାହାନ୍ତି। ତେଣୁ ତୁ ଏ କ୍ଷେତ୍ରରେ ଆମର ସାହାଯ୍ୟ କର। ଏହା ଶୁଣି ବିଲୁଆ ଟିକେ ଏ ବିଷୟରେ ଭାବିଲା। ଆରେ, ଇଏ ଆଉ ସେ ଭୂତର କାମ ନୁହଁ ତ, ଯାହାକୁ ମୁଁ ସେଦିନ ଦେଖିଥିଲି? ଆରେ ହଁ ହଁ, ସେଇ ଭୂତର ଏଇ କାମ ହୋଇଥିବ। ତେଣୁ ଏ ବିଷୟରେ ଅକ୍ଷୟ ଭାଇଙ୍କୁ କହିବାକୁ ପଡ଼ିବ। ଆରେ ଅକ୍ଷୟ ଭାଇ, ୟା ପଛରେ ଗୋଟିଏ ଛୋଟ ଭୂତର ହାତ ଅଛି ଓ ଏହା ମୁଁ ମୋର ଅନୁଭବରୁ କହୁନି, ମୋ ନିଜ ଆଖିରେ ଦେଖିଛି। ସେଦିନ ମୁଁ ତୁମ ଗାଁକୁ ଯାଇଥିଲି ଓ ଘରକୁ ଫେରିଲା ବେଳେ ଦେଖିଲି ଗୋଟେ ଛୋଟ ଭୂତ ଛୁଆ ଦେହରେ ପଶି ତାର ବାପାକୁ କୋମାକୁ ପଠାଇଦେଲା। ଆରେ ଏ ବିଲୁଆ, ତୁ କଣ କହୁଛୁ? ଗୋଟେ ଭୂତ ଏପରି କରୁଛି? ହେଲେ ସେ ଏମିତି କାହିଁକି କରୁଛି? ସେ ଏମିତି କରିବା ପଛରେ କାରଣ କଣ ହୋଇପାରେ? ଦୟାକରି ଏପରି ପରିସ୍ଥିତିରେ ତୁ ହିଁ ଆମର ସାହାଯ୍ୟ କରିବୁ। ଦୟାକରି କିଛି ଗୋଟେ କରେ। ଆରେ ଅକ୍ଷୟ ଭାଇ, ତମେ ଜମା ବି ଚିନ୍ତା କର ନା, ମୁଁ ନିଶ୍ଚିତ ତୁମର ସାହାଯ୍ୟ କରିବି। ତେଣୁ ଭୂତ ଏପରି କାହିଁକି କରୁଛି ତା ବିଷୟରେ ମତେ ଜାଣିବାକୁ ପଡ଼ିବ। ହଉ, ଏବେ ବେଶୀ ଚିନ୍ତା ନ କରି ଗାଁକୁ ଫେରିଯାଅ ଏବଂ ଗାଁରେ କୁହ ସବୁ ସାବଧାନରେ ରହିବେ ଓ ମୁଁ ଯେତେ ପର୍ଯ୍ୟନ୍ତ
ଏ ସମସ୍ୟାର ସମାଧାନ ନ କରିଛି ସେତେ ପର୍ଯ୍ୟନ୍ତ ନିଜ ନିଜ ଭିତରେ ଏକତା ରଖ। ଏହା ଶୁଣିବା ପରେ ଅକ୍ଷୟ ଆସି ଗାଁ ପଞ୍ଚାୟତରେ ପହଞ୍ଚିଗଲା ଓ ସେଠାରେ ପହଞ୍ଚିବା ପରେ ମୁଖିଆ କହିଲା, ଆରେ ଅକ୍ଷୟ, ବିଲୁଆ ପାଖକୁ ଯାଇଥିଲୁ, ସେ କ'ଣ କହିଲା ଓ ଆମକୁ ସାହାଯ୍ୟ କରିବ କି ନାହିଁ ଶୀଘ୍ର କହ, ନହେଲେ ଏ ସମସ୍ୟା ଧୀରେ ଧୀରେ ଗାଁରେ ବଢ଼ିବାରେ ଲାଗିଲାଣି। ଆରେ ମୁଖିଆ, ବିଲୁଆ ଯାହା କହିଲା ତାକୁ ଶୁଣିବା ପରେ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି ଓ ଡରିଗଲି। ବିଲୁଆର କହିବା କଥା ହେଉଛି ଯେ ଏସବୁ ପଛରେ ଗୋଟେ ଛୋଟ ଭୂତର ହାତ ଅଛି ଓ ଏହାକୁ ସେ ତାର ଅନୁମାନରୁ କହୁନି, ବରଂ ସେ ନିଜ ଆଖିର ଦେଖିଛି ଓ ଏହା ମଧ୍ୟ କହିଛି ସେ ଯେତେ ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ନ କରିଛି ସେତେ ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ଏକତାର ସହ ଲଢ଼ିବାକୁ ପଡ଼ିବ। ଓ ଏ ପାଖରେ ବିଲୁଆ ଭୂତ ରହୁଥିବା ଜାଗାକୁ ଗଲା ଏବଂ ଗୋଟିଏ ଜାଗାରେ ଲୁଚି ରହି ଦେଖିଲା। ଆରେ ମୁଁ ତ ଗୋଟେ ସାଧାରଣ ପିଲା ହୋଇ ବୁଲୁଥିଲି, ହେଲେ ମୋର ମେଟ୍ରିକ ପରୀକ୍ଷା ଖରାପ ମାର୍କ ରହିବାରୁ ମୋ ବାପା ମତେ ବହୁତ ବାଡ଼ାଇଲେ ଓ ଗାଁ ଲୋକ ବି ବହୁତ ଅପମାନିତ କଲେ, ଯାହାଦ୍ୱାରା ମୁଁ ତାକୁ ସହି ନ ପାରି ଫାଶୀ ଦେଇ ମରିଗଲି। ମୋ ମରିବାର କାରଣ ହେଉଛି ମୋ ବାପା। ମୋ ସାଥିରେ ଯାହା ବି ହୋଇଛି ମୁଁ ଚାହେଁ ନା ଏହା ଆଉ କାହା ସାଥିରେ ହେଉ ବୋଲି। ତେଣୁ ଆଜିଠାରୁ ଯେଉଁ ବାପା ମାନେ ତାଙ୍କ ଛୁଆମାନଙ୍କୁ ପାଠ ପାଇଁ ମାରିବେ, ମୁଁ ତାଙ୍କୁ କୋମାକୁ ପଠାଇଦେବି ଓ ଦରକାର ପଡ଼ିଲେ ଜୀବନ ମଧ୍ୟ ନେଇଯିବି। ଏହା ଦେଖି ବିଲୁଆ ବୁଝିଗଲା ଯେ ଭୂତ କାହିଁକି ମେଟ୍ରିକ ଦେବା ଛୁଆମାନଙ୍କର ବାପାଙ୍କୁ କୋମାକୁ ପଠାଉଛି। ଏହା ଦେଖି ସେ କହିଲା, ଆରେ ଇଏ କ'ଣ? ଏ ଭୂତ ତାହେଲେ ଏହି କାରଣରୁ ଗାଁ ଲୋକଙ୍କୁ କୋମାକୁ ପଠାଉଛି। ତେଣୁ ମତେ କିଛି ଗୋଟେ କରି ଏ ଭୂତକୁ ଏଠାରୁ ବିଦା କରିବାକୁ ପଡ଼ିବ, ନହେଲେ ଇଏ ଗାଁ ବାଲାଙ୍କୁ ମାରିଦେବ। ହେଲେ ମୁଁ କ'ଣ କରିବି? କିପରି ଏହା ସାଥିରେ ଲଢ଼ିବି? ଆରେ ହଁ ହଁ, ମନେ ପଡ଼ିଗଲା, ମତେ ଏ ଛୁଆର ବାପାକୁ ଏଠାକୁ ଆଣିବାକୁ ପଡ଼ିବ, ଯାହାଦ୍ୱାରା ସେ ଭୂତକୁ ହରାଇ ପାରିବ। ଏପରି କହି ବିଲୁଆ ଭୂତର ବାପାକୁ ଖୋଜିବାରେ ଲାଗିଲା। ଖୋଜି ଖୋଜି ସେ ଗୋଟେ ଜାଗାରେ ରହିଗଲା। ରହିବା ପରେ ସେ ଦେଖିଲା ଗୋଟିଏ ଲୋକ ଏକ ଗଛ ମୂଳରେ ଛିଡ଼ା ହୋଇ ମନ ଦୁଃଖରେ କହୁଥାଏ, ଆରେ ଏ ମେଟ୍ରିକ ପରୀକ୍ଷା ଦେଖି ମୋ ପୁଅ କଥା ମନେ ପଡୁଛି। ଯଦି ସେଦିନ ମୁଁ ମୋ ପୁଅକୁ ପରୀକ୍ଷା ପାଇଁ ମାରିନଥାନ୍ତି ତାହେଲେ ହୁଏତ ମୋ ପୁଅ ଆଜି ମୋ ପାଖରେ ଥାଆନ୍ତା। ମୁଁ ମୋର ମୂର୍ଖାମି ପାଇଁ ନିଜଠାରୁ ନିଜ ପୁଅକୁ ଅଲଗା କରିଛି। ଇଏ ହେଉଛି ସେଇ ଜାଗା ଓ ସେଇ ସମୟ ଯେତେବେଳେ ମୋର ପୁଅ ଫାଶୀ ଦେଇ ମରିଥିଲା। ଯଦି ସେ ସମୟ ଫେରି ଆସନ୍ତା ନା, ତାହେଲେ ହୁଏତ ମୁଁ ମୋର ପୁଅକୁ ମରିବାରୁ ରକ୍ଷା କରିପାରନ୍ତି। ଏହା ଦେଖି ବିଲୁଆ ଜାଣିଗଲା ଯେ ଇଏ ଲୋକ ହେଉଛି ସେଇ ଭୂତର ବାପା ବୋଲି। ତେଣୁ ସେ କହିଲା, ଆରେ ମିଳିଗଲା ମତେ ସେ ଭୂତର ବାପା। ୟାକୁ ଏବେ ମୁଁ ସମସ୍ତ କଥା କହିବି ଓ ମୋ ସାଥିରେ ଭୂତ ପାଖକୁ ନେଇକି ଯିବି ଏବଂ ଇଏ ହିଁ ନିଜ ପୁଅ ସାথে କଥା ହୋଇ ସବୁ କିଛି ରୋକିପାରିବ। ଏପରି କହି ବିଲୁଆ ସେ ଲୋକ ପାଖକୁ ଗଲା ଓ କହିଲା, ଆରେ ଭାଇ, ତମର ଭୁଲ ପାଇଁ ନିରୀହ ଲୋକମାନେ ଶାସ୍ତି ପାଉଛନ୍ତି ଓ ସେ ଶାସ୍ତି ହେଲା ତମ ପୁଅ ଭୂତ ହୋଇଯାଇଛି ଓ ଯେଉଁ ପିଲାମାନେ ମେଟ୍ରିକ ଦେବେ ତାଙ୍କ ବାପା ମା ମାନଙ୍କୁ କୋମାକୁ ପଠାଇ ଦେଉଛି। ଏବେ ତୁମ ହିଁ ଗୋଟିଏ ଲୋକ ଯିଏକି ତାକୁ ବୁଝାଇ ଏ ସମସ୍ୟାର ସମାଧାନ କରିପାରିବ। ଆରେ ଏ ବିଲୁଆ, କ'ଣ କହୁଛୁ ତୁ? ମୋ ପୁଅ ଭୂତ ହୋଇଯାଇଛି ଓ ମୋ ଉପରେ ଥିବା ରାଗ ନିରୀହ ଲୋକଙ୍କ ଉପରେ ସୁଝାଉଛି। ତେଣୁ ମତେ ମୋ ପୁଅ ପାଖକୁ ନେଇ ଚାଲ ଓ ତାକୁ ମୁଁ ବୁଝାଇବାକୁ ଚେଷ୍ଟା କରିବି। ଲୋକଟି ଏପରି କହିବା ପରେ ବିଲୁଆ ତାକୁ ନେଇ ଭୂତ ପାଖକୁ ନେବାରେ ଲାଗିଲା ଏବଂ କିଛି ସମୟ ଚାଲିବା ପରେ ଭୂତ ପାଖରେ ପହଞ୍ଚିଗଲା। ସେଠାରେ ପହଞ୍ଚିବା ପରେ ଭୂତ ଦେଖିଲା ତାର ବାପା ସେଠାକୁ ଆସିଛନ୍ତି। ଏହା ଦେଖି ସେ ବହୁତ ଜୋରେ ରାଗିଗଲା ଓ ରାଗରେ କହିଲା, ଏ ବାପା, ତୁ ଏଠାକୁ କାହିଁକି ଆସିଛୁ? ତୁ ତ ମୋ ଜୀବନକୁ ନଷ୍ଟ କରିଦେଲୁ, ଯାହାଦ୍ୱାରା ମୁଁ ଭୂତ ହୋଇ ବୁଲୁଛି। ହେଲେ ଏବେ ତୁ ଏଠାରୁ ଚାଲିଯା। ହେଲେ ତୁ ଏବେ ଏଠାରେ ମିଳିଗଲୁ, ମୁଁ ତତେ ଅନ୍ୟ ଲୋକଙ୍କ ପରି କୋମାକୁ ପଠାଇଦେବି। ପୁଅ, ମୁଁ ମାନୁଛି ଭୁଲ କରିଛି ବୋଲି। ଯଦି ତୁ ପାରୁଛୁ ମୋତେ ଜୀବନରୁ ମାରିଦେ, ହେଲେ ମୋର ଦୁଇ ପଦ କଥା ଶୁଣ। ଏ ପୁଅ, ମୁଁ କେବେ ତତେ ରାଗରେ ମାରିନଥିଲି ରେ। ତୋ ପ୍ରତି ମୋର ଭଲ ପାଇବା ଥିବାରୁ
ମୁଁ ତତେ ମାରିଥିଲି। ମୁଁ ଚାହୁଁନଥିଲି ତୁ ମୋ ପରି ବାହାରେ ଖଟ ବୋଲି, ହେଲେ ତୋର ମାର୍କ କମ୍ ରହିବାରୁ ମୁଁ ତତେ ତୋର ଭଲ ପାଇଁ ମାରିଥିଲି। ହେଲେ ତୁ ଏପରି ମରିଯିବୁ ବୋଲି କେବେ ବି ସ୍ୱପ୍ନରେ ଭାବିନଥିଲି। ଆରେ ପୁଅ, ତୁ ମଲା ପରଠାରୁ ଏବେ ବି ମୁଁ ବଞ୍ଚି ବଞ୍ଚି ମରୁଛି ରେ। ଏବେ ବି ତୋ ପ୍ରତି ମୋର ବହୁତ ଭଲ ପାଇବା ଅଛି। ତେଣୁ ତୁ ମୋତେ ମାର, ହେଲେ ନିରୀହ ଲୋକଙ୍କୁ ମାର ନା। ଏହା ଶୁଣି ଭୂତର ମନ ପରିବର୍ତ୍ତନ ହୋଇଗଲା ଓ ତାପରେ ସେ କହିଲା, ବାପା, ତମର ମୋ ପ୍ରତି ବହୁତ ଭଲ ପାଇବା ଅଛି, ହେଲେ ମୁଁ ମୋର ରାଗକୁ ଶାନ୍ତ ନ କରିପାରି ମରିଗଲି ଓ ସେଇ ରାଗ ଅନ୍ୟଙ୍କ ଉପରେ ସୁଝାଇଲି। ତେଣୁ ମୋତେ କ୍ଷମା କରିଦିଅ ବାପା। ହଉ, ଏବେ ଦେଖ ମୁଁ କୋମାକୁ ପଠାଇଥିବା ଲୋକଙ୍କୁ ଭଲ କରିଦେଉଛି। ଏପରି କହି ଭୂତ କୋମାକୁ ପଠାଇଥିବା ଲୋକଙ୍କୁ ଠିକ୍ କରିଦେଲା। ଓହୋ, ଏ ଥଣ୍ଡା ଥଣ୍ଡା ପାଗରେ ଝାଡ଼ା ପିରିବାଟା ବହୁତ କଷ୍ଟ। ମୁଁ ଶାନ୍ତିରେ ଶୋଇଥିଲି, ହେଲେ ଏତିକି ବେଳେ ମୋତେ ଜୋରରେ ଝାଡ଼ା ଲାଗିଲା। ହଉ, ଏବେ ଯେତେ ଶୀଘ୍ର ହେବ ଏଠାରୁ ଝାଡ଼ା ପିରି ପଳାଇବି। ନହେଲେ ଯଦି ଭୂତ ବାହାରେ ନା, ତାହେଲେ ଆଜି ମୋର ଶେଷ ଦିନ ହୋଇଯିବ। ଏପରି କହି ସୁରେଶ ଗୋଟିଏ ଜାଗାରେ ଝାଡ଼ା ବସିଲା। ଓହୋ, ଝାଡ଼ା ପିରିବା ପାଇଁ ଗୋଟେ ଭଲ ଜାଗା ପାଇଗଲି। ଏଠାରେ ଟିକେ ଶୀତ କମ୍, ଯାହାଦ୍ୱାରା ମୋତେ ଟିକେ ଥର କମ୍ ଉଠାଉଛି। ସେ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ଗୋଟିଏ ନିଆଁଗଳା ଏପାଖ ସେପାଖ ଗଡ଼ୁଥାଏ। ଏହା ଦେଖି ସେ ଡରିଗଲା ଓ ଧୀରେ ଧୀରେ କହିଲା, ଆରେ ଏଟା କିପରିକା ଜିନିଷ? ଏଟା ଗୋଟେ ନିଆଁ ଗଳା ପରି ଗଡ଼ୁଛି। ଏପରିକା ଜିନିଷ ମୁଁ ତ ମୋ ଜୀବନରେ କେବେ ବି ଦେଖିନଥିଲି। ଏଟା ଆଉ ଡାହାଣୀ ଆଲୋକ ନୁହଁ ତ? ଆରେ ନା ନା, ଏ ଜିନିଷ କିଛି ଅଲଗା ବୋଧେ। ଆରେ ଏଟା ଆଉ ଜଖ ନୁହେଁ ତ? ହଁ ହଁ, ଏଟା 100% ଜଖ ହୋଇଥିବ। ଯାଉଛି ଏବେ ୟାକୁ ଧରିବି। ଆରେ ଗୋଟିଏ ସନ୍ଦେହ ରହିଲା, ଯଦି ଏଟା ଭୂତ ହୋଇଥିବ ନା, ତାହେଲେ ମୋର ମୃତ୍ୟୁଟା ପୁରା ଫାଇନାଲ ହୋଇଯିବ। ତେଣୁ ଏ ବିଷୟରେ ମୋ ବାପାଙ୍କୁ ଟିକେ ପଚାରିବାକୁ ପଡ଼ିବ ଓ କାଲି ଠିକ୍ ଏତିକି ବେଳେ ଆସିବି। ଯଦି ଏ ଜଖଟା ଏଠାରେ ଥିବ ତାହେଲେ ଧରିବି। ସେ ଏପରି କହି ସେଠାରୁ ପଳାଇଲା ଏବଂ ତା ପରଦିନ ସକାଳ ହେବା ପରେ ସେ ତାର ବାପାଙ୍କୁ କହିଲା, ଆରେ ବାପା, ମୁଁ ତୁମକୁ ଗୋଟିଏ କଥା ପଚାରିବି। ତମେ ମୋତେ ସବୁ କଥା ଗୋଟି ଗୋଟି କରି ଖୋଲିକି ବୁଝାଇକି କହିବ, କାରଣ ତମେ ଯଦି ମୋତେ ଠିକ୍ ଠିକ୍ ଉତ୍ତର ଦେବ ତାହେଲେ ଆମେ ବହୁତ ଧନୀ ହେବାର ସମ୍ଭାବନା ଅଛି। ଆରେ ଏ ପୁଅ, ତୋର କ'ଣ ହୋଇଛି? ତୁ ଏପରି କଥା କହୁଛୁ? ତୁ ଥରେ ମୋତେ କଥା କ'ଣ କହ। ଯଦି ତା ବିଷୟରେ ମୁଁ ଜାଣିଥିବି ତାହେଲେ ତୋତେ ଭଲରେ ଭଲରେ ବୁଝାଇ କହିବି, ଓ ଯଦି ଜାଣିନଥିବି ତାହେଲେ କହିପାରିବି ନାହିଁ। ବାପା, ଜଖ କ'ଣ ଓ ଜଖ ଦେଖିବାକୁ କିପରି? କ'ଣ ସତରେ ଜଖ ଅଛି? ମୁଁ ଏପରି ପ୍ରଶ୍ନ ପଚାରିବାର କାରଣ ହେଉଛି, କାଲି ରାତିରେ ମୁଁ ଜଙ୍ଗଲରେ ଝାଡ଼ା ପିରୁଥିବା ବେଳେ ଦେଖିଲି ଗୋଟିଏ ନିଆଁ ଗଳା ଗଡ଼ୁଥିଲା। କ'ଣ ସେଇଟା ଜଖ ନା ଜଖ ନୁହଁ? ଆରେ ପୁଅ, କ'ଣ କହୁଛୁ ତୁ? ନିଆଁ ଗଳା ଜଙ୍ଗଲରେ ଗଡ଼ୁଥିବାର ଦେଖିଲୁ? ଏଥିପାଇଁ ଜଖ ବିଷୟରେ ପଚାରୁଛୁ କି? ହଉ, ଏବେ ଶୁଣ ଯାହା ପଚାରୁଛୁ। ଆରେ ମୁଁ ଯେତେବେଳେ ଛୁଆ ଥିଲି ସେତେବେଳେ ମୋ ବାପା କହୁଥିଲେ ଆମ ଘର ପାଖରେ ଗୋଟିଏ ନିଆଁ ପେଣ୍ଡୁଳା ଗଡ଼ୁଥିଲା ଓ ସେ ନିଆଁ ପେଣ୍ଡୁଳା ଥିଲା ଜଖ। ମୋ ବାପା ତାକୁ ଧରିବାକୁ ଗଲେ, ହେଲେ ସେ ଧରା ଦେଲାନି। ଖାଲି ସେତିକି ନୁହଁ, ମୁଁ ମଧ୍ୟ ଥରେ ଜଙ୍ଗଲରୁ ଘରକୁ ଫେରୁଥିଲି। ଫେରିଲା ବେଳେ ଦେଖିଲି ଗୋଟିଏ ଜଖ ଜଙ୍ଗଲରେ ଗଡ଼ୁଥିଲା, ହେଲେ ମୁଁ ଏକଲା ଥିବାରୁ ସେ ଜଖ ପାଖକୁ ଯିବା ପାଇଁ ଡର ଲାଗିଲା। ତୁ କାଲି ରାତିରେ ଯାହାକୁ ଦେଖିଛୁ ସେ ହେଉଛି ଜଖ। ଆଉ ହଁ, ଯଦି ତୁ ସେ ଜଖକୁ ଧରି ପାରୁନା ତାହେଲେ ଆମେ
ବହୁତ ଧନୀ ହୋଇପାରିବା। ଆରେ ବାପା, ମୁଁ କାଲି ରାତିରେ ସେ ଯଖ ପାଖକୁ ଯାଇଥାନ୍ତି, ହେଲେ ଡରରେ ଗଲିନି। କାରଣ ମୁଁ ଭାବିଲି ଯଦି ତାହା ଭୂତ ହୋଇଥିବ ନା, ମୋ ବେଳ ଖରାପ ହୋଇଯିବ। ହେଲେ ଏବେ ତମଠାରୁ ସବୁ କଥା ଶୁଣିବା ପରେ ସବୁ ବୁଝିଗଲି। ଆଜି ରାତିରେ ପୁରା ପ୍ଲାନିଂ କରି ଯିବି ଓ ସେ ଯଖକୁ ଧରିବି ଏବଂ ତାପରେ ଆମେ ବହୁତ ଧନୀ ହୋଇଯିବା ବାପା। ବାପ ପୁଅ ଏପରି କଥା ହେଉଥିଲେ, ହେଲେ ଏକଥା ତାଙ୍କ ଘର ବାହାରେ ସୁଜିତ ଶୁଣୁଥିଲା। ଆମେ ତ ଛୋଟବେଳୁ ଶୁଣିଛନ୍ତି ପଡ଼ୋଶୀ କେବେ କାହାର ଖୁସି ଦେଖିପାରନ୍ତି ନାହିଁ ଏବଂ କିଛି କାର୍ଯ୍ୟ କଲେ ଗୋଡ଼ ଟାଣନ୍ତି। ଠିକ୍ ସେମିତି ସୁଜିତ ଏକଥା ଶୁଣି କହିଲା, ଆରେ କ'ଣ ହେଲା? ଯଖ ପୁଣି ଆମ ଗାଁ ଜଙ୍ଗଲରେ? ଏକଥା ଶୁଣି ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏ ବାପ ପୁଅଙ୍କ କଥା ଶୁଣି ମୋତେ ଲାଗୁଛି ଯଖ କଥା ନିହାତି ସତ ହୋଇଥିବ। ତେଣୁ ଏ ସୁରେଶ ସେ ଯଖ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଆଗେ ଯାଇ ସେ ଯଖକୁ ଧରି ଆଣିବି ଓ ତାପରେ ମୁଁ ଧନୀ ହେବି। ହଉ ରୁହରେ ବାପ ପୁଅ, ମନେ ମନେ କେତେ ଗୁଡ଼ ଖାଇବା କଥା ଖାଇଯାଅ। ମୁଁ ମଧ୍ୟ ଦେଖିବି ତମେ ଦୁଇଟା କେମିତି ସେ ଯଖକୁ ଆଣୁଛ। ଏପରି କହି ସେ ସେଠାରୁ ପଳାଇଲା ଏବଂ ତାପରେ ସୁରେଶ ମନେ ମନେ ପୁରା ପ୍ଲାନ୍ କଲା କେମିତି ସେ ଯଖକୁ ଧରିବ ଏବଂ କେମିତି ଧନୀ ହେବ ଓ ତାର ଘରେ ଖୁସିର ଲହରୀ ଖେଳିବ। ସେ ଏପରି ଭାବୁଥିବା ବେଳେ ହଠାତ୍ ତାର ମନକୁ ଗୋଟିଏ ଆଇଡିଆ ଆସିଲା ଓ ତାପରେ ସେ କହିଲା, ଆରେ ମୋ ମୁଣ୍ଡରେ ଗୋଟିଏ ଆଇଡିଆ ପଶିଲା। ଏ କ୍ଷେତ୍ରରେ କେବଳ ମୋତେ ବାଘ ଓ ବିଲୁଆ ସାହାଯ୍ୟ କରିପାରିବେ। କାରଣ ମୁଁ ଯଦି ଯଖକୁ ଧରିବାକୁ ଚେଷ୍ଟା କରେ ତାହେଲେ ସିଏ ଜଙ୍ଗଲର ଭିତରକୁ ପଳାଇବ, ଯାହାଦ୍ୱାରା ମୁଁ ତାକୁ ଧରିପାରିବି ନାହିଁ। ହେଲେ ବାଘ ଓ ବିଲୁଆ ହେଲେ ଜଙ୍ଗଲର ଜୀବ। ସେ ଦୁଇ ଜଣ ଜଙ୍ଗଲର ଗଳିସନ୍ଧି ରାସ୍ତା ଜାଣିଛନ୍ତି, ତେଣୁ ସେ ହିଁ କେବଳ ଯଖକୁ ଧରିପାରିବେ। ଏପରି କହି ସୁରେଶ ବିଲୁଆ ବାଘକୁ ଦେଖା କରିବାକୁ ଜଙ୍ଗଲକୁ ଗଲା ଏବଂ ତାଙ୍କ ପାଖରେ ପହଞ୍ଚିବା ପରେ ବିଲୁଆ କହିଲା, ହଇରେ ମଣିଷ, ତୁ ଏଠାକୁ କାହିଁକି ଆସିଛୁ? ଆଉ ତ ଭୁଲି ଯାଉଛୁ ବୋଧେ। ଆମେ ତୋତେ ଚାହିଁଲେ ଏଇଠାରେ ମାରିଦେବୁ। ଆରେ ଆମେ ଯଦି ତମ ଜାଗାକୁ ଯାଉନୁ ତାହେଲେ ତମେ ମଧ୍ୟ ଏଠାକୁ ଆସି ଆମକୁ ହଇରାଣ କର ନାହିଁ। ଆରେ ଏ ବାଘ ଓ ବିଲୁଆ, ମୁଁ ଏଠାକୁ ତୁମକୁ ହଇରାଣ କରିବା ପାଇଁ ଆସିନି, ବରଂ ମୋର ତୁମ ପାଖରେ ଗୋଟିଏ ସାହାଯ୍ୟର ଆବଶ୍ୟକ ଅଛି। ଯଦି ତମେ ମୋତେ ସାହାଯ୍ୟ କରିବ ତାହେଲେ ତମେ ମୋତେ ଯାହା ମାଗିବ ମୁଁ ତୁମକୁ ସେଇଆ ଦେବି। ଏବେ କୁହ, ମୋର ସାହାଯ୍ୟ କରିବ ନା କରିବ ନାହିଁ? ଆରେ କି ପ୍ରକାର ସାହାଯ୍ୟ? ମଣିଷ ପୁଣି କେବେଠୁ ଜୀବଜନ୍ତୁଙ୍କର ସାହାଯ୍ୟ ନେଲେଣି? ଏ କଥା ମୋତେ ଟିକେ ହଜମ ହେଉନି। ମୋତେ ଯାହା ଲାଗୁଛି ତୁ ଏଠାକୁ ଆସିଛୁ ଆମକୁ ଫସାଇ ମାରିବା ପାଇଁ। ତେଣୁ ମାମା, ଏ ମଣିଷଟାକୁ ମନା କରିଦିଅ। ଆମେ ତାକୁ କୌଣସି ପ୍ରକାର ସାହାଯ୍ୟ କରିପାରିବୁ ନାହିଁ। ଆରେ ଏ ବିଲୁଆ, ମୁଁ ସତ କଥା କହୁଛି, ମୁଁ ତୁମର କିଛି ବି କ୍ଷତି କରିବା ପାଇଁ ଏଠାକୁ ଆସିନି କିମ୍ବା ତୁମକୁ ଫସାଇବା ପାଇଁ ଏଠାକୁ ଆସିନି। ଆଉ ଏମିତିରେ ମୋତେ ତୁମ ପାଖରେ ଯେଉଁ ସାହାଯ୍ୟ ଦରକାର ସେଟା ରାତିରେ ହେବ। ଯଦି ସାହାଯ୍ୟ କରିବ କୁହ, ନହେଲେ ମୁଁ ଏଠାରୁ ପଳାଇବି। ରହ ବିଲୁ, ତୁ ଏବେ ଚୁପ୍ କର। ଆଗେ ତାକୁ କହିବାକୁ ଦେ ସେ କ'ଣ କହୁଛି। ଯଦି ଆମକୁ ଠିକ୍ ଲାଗିଲା ତାହେଲେ ଆମେ ତାର ସାହାଯ୍ୟ କରିବା, ନହେଲେ ତାକୁ ଏଠାରୁ ଫେରାଇ ଦେବା। ହଉ ଏବେ କହ, ତୋର କି ସାହାଯ୍ୟ ଦରକାର? ସାହାଯ୍ୟ ମାନେ ଆଜି ରାତିରେ ତମେ ମୋ ସାଥିରେ ଜଙ୍ଗଲରେ ରହିବ ଏବଂ ଗୋଟିଏ ଯଖକୁ ଧରିକି ଦେବ। ଏବେ ତମେ ଭାବୁଥିବ ଯଖ କ'ଣ? ଯଖ ହେଉଛି ଗୋଟିଏ ନିଆଁ ପେଣ୍ଡୁଳା ଭଳିଆ। ବାସ୍ ତମେ ଥରେ ମୋତେ ଧରିକି ଦିଅ ଓ ତାପରେ ଯାହା ମାଗିବ ମୁଁ ଦେବି। ହଉ ଠିକ୍ ଅଛି ମଣିଷ, ଆମେ ତୋର ସାହାଯ୍ୟ କରିବୁ। ଆଉ ମନେ ରଖ, ଯଦି ତୁ କିଛି ଚାଲାକି କରିବା ପାଇଁ ଚେଷ୍ଟା କରୁନା ତାହେଲେ ଆମ ହାତରୁ ତୋତେ କେହି ବି ବଞ୍ଚାଇ ପାରିବେ ନାହିଁ। ଆଉ ଗୋଟେ କଥା, ତୋର କାମ ହୋଇସାରିବା ପରେ ତୁ ଆମ ଦୁଇ ଜଣଙ୍କୁ 20ଟି ଛେଳି ଖାଇବାକୁ ଦେବୁ। ଯଦି ଏକଥାରେ ରାଜି
ତାହେଲେ ଆମେ ତୋର ସାହାଯ୍ୟ କରିବୁ, ନହେଲେ ତୁ ଏଠାରୁ ପଳାଇ ପାରୁ। ସୁରେଶ ବାଘ କଥାରେ ରାଜି ହୋଇଗଲା ଏବଂ ରାତି ହେବା ପରେ ସୁଜିତ ମନ ଖୁସିରେ ତାଙ୍କ ଗାଁ ଜଙ୍ଗଲକୁ ପଳାଇ ଆସିଲା ଏବଂ କିଛି ସମୟ ଅପେକ୍ଷା କରିବା ପରେ ହଠାତ୍ ତାର ନଜର ପଡ଼ିଲା ଗୋଟିଏ ନିଆଁ ପେଣ୍ଡୁଳା ଗଡ଼ୁଥାଏ। ଏହା ଦେଖି ସେ ବହୁତ ଖୁସି ହୋଇଗଲା ଓ କହିଲା, ଆରେ ବାଃ, ସତରେ ଏଟା ଯଖଟା। ତାହେଲେ ସେ ବାପ ପୁଅ ସତ କହୁଥିଲେ। ଏବେ ମୁଁ ଏ ଯଖଟାକୁ ଧରିକି ନେଇଯିବି ଏବଂ ତାପରେ ପ୍ରବଳ ଧନୀ ହୋଇଯିବି। ହଉ, ଏବେ ଆଉ ବିଳମ୍ବ ନକରି ଶୀଘ୍ର ଯାଉଛି ଏଟାକୁ ଧରିବି, ନହେଲେ ସେ ବାପ ପୁଅ 2 ଜଣ ଆସି ୟାକୁ ନେଇଯିବେ। ସୁଜିତ ଏପରି କହି ଯଖକୁ ଧରିବା ପାଇଁ ଆଗକୁ ବଢ଼ିବାରେ ଲାଗିଲା। ସେ ଯେମିତି ଯଖକୁ ଧରିବା ପାଇଁ ଚେଷ୍ଟା କଲା, ଯଖ ସେତେ ଆଗକୁ ବଢ଼ିବାରେ ଲାଗିଲା। କଥାରେ ଅଛି, ଅତି ଲୋଭ ତଣ୍ଟି କାଟେ। ଠିକ୍ ସେମିତି ସୁଜିତ ଲୋଭରେ ପଡ଼ି ସେ ଯଖ ପଛେ ପଛେ ଗଲା ଓ ତାପରେ ହଠାତ୍ ସେ ରହିଗଲା, କାରଣ ସେ ଦେଖିଲା ଆଗରେ ଗୋଟିଏ ଭୟଙ୍କର ଭୂତିଆ ଗୁମ୍ଫା ଥାଏ ଏବଂ ସେ ଗୁମ୍ଫା କୌଣସି ସାଧାରଣ ଗୁମ୍ଫା ନୁହଁ, ବରଂ ସେ ଗୁମ୍ଫାର ମୁହଁ ଗୋଟିଏ ସତ ଭୂତର ମୁହଁ। ଏହା ଦେଖି ସେ ସେଠାରୁ ଯିବାକୁ ଭାବୁଥିବା ବେଳେ ହଠାତ୍ ଭୂତ ତାକୁ ମାରିଦେଲା ଏବଂ ଏ ପାଖରେ ସୁରେଶ ବିଲୁଆ ଓ ବାଘକୁ ଧରି ଯଖକୁ ଦେଖିଥିବା ଜାଗାରେ ପହଞ୍ଚିଗଲା ଏବଂ ସେଠି ପହଞ୍ଚି ଯଖ ଆସିବାର ଅପେକ୍ଷା କରିବାରେ ଲାଗିଲା। ସେ ଅପେକ୍ଷା କରି କରି କିଛି ସମୟ ବିତିବା ପରେ ହଠାତ୍ ଯଖ ଆସିଲା। ଯଖକୁ ଦେଖି ସୁରେଶ କହିଲା, ଆରେ ଏ ବାଘ ଓ ବିଲୁ, ଦେଖ ଯଖ ଆସିଗଲା। ଏବେ ଆମ 3 ଜଣଙ୍କର କାମ ହେଉଛି ସେ ଯଖକୁ ଧରିବା। ଯେତେ ଶୀଘ୍ର ହେବ ଏଟାକୁ ଧର, ନହେଲେ ଏଟା ଏଠାରୁ ପଳାଇବ। ସୁରେଶ ଏତିକି କହିବା ପରେ 3 ଜଣ ମିଶି ସେ ଯଖକୁ ଧରିବା ପାଇଁ ଚେଷ୍ଟା କଲେ ଏବଂ ତାକୁ ଧରିବାକୁ ଯାଇ ଶେଷରେ ସେମାନେ 3 ଜଣ ଯାଇ ସେଇ ଭୂତିଆ ଗୁମ୍ଫା ପାଖରେ ପହଞ୍ଚିଗଲେ ଏବଂ ସେଠାରେ ପହଞ୍ଚିବା ପରେ 3 ଜଣ ଦେଖିଲେ ଏକ ଭୟଙ୍କର ଭୂତିଆ ଗୁମ୍ଫାଟେ ଅଛି। ଏହା ଦେଖି ବାଘ ଭାବିଲା ସୁରେଶ ବୋଧେ ତାଙ୍କୁ ଫସାଇ ଏ ଭୂତ ଗୁମ୍ଫା ପାଖକୁ ଆଣିଛି। ତେଣୁ ସେ ବହୁତ ଜୋରେ ରାଗିଗଲା ଓ ରାଗରେ କହିଲା, ହଇରେ ମୂର୍ଖ ମଣିଷ, ତୁ ଶେଷରେ ଆମକୁ ଧୋକା ଦେଇ এই ଭୂତ ପାଖକୁ ମରିବା ପାଇଁ ନେଇ ଆସିଲୁ। ବିଶ୍ୱାସ କର, ଆଜି ଯଦି ମୁଁ ଏଠାରୁ ବଞ୍ଚିକି ଯାଏ ନା, ତାହେଲେ ତତେ ମୋ ହାତରୁ କେହି ବି ବଞ୍ଚାଇ ପାରିବେ ନାହିଁ। ମାମା, ମୁଁ ପ୍ରଥମରୁ କହୁଥିଲି ଏ ମଣିଷ ଜାତି ଗୁଡ଼ାକ ହେଉଛନ୍ତି ବେଇମାନ, ତେଣୁ ୟାକୁ ଭରସା କରନି। ହେଲେ ତମେ କ'ଣ ମୋ କଥା ମାନିଲ? ମୋ କଥା ମାନିଲ ନାହିଁ। ଆଜି ଏଇ ବଡ଼ ଅସୁବିଧାରେ ପଡ଼ିଲ। ଏବେ ଭାବ ଆମେ ଏଠାରୁ କେମିତି ବଞ୍ଚିବା? ଆରେ ଏ ବିଲୁଆ ଓ ବାଘ, ମୁଁ ସତ କହୁଛି, ଏ ଭୂତ ପାଖକୁ ମୁଁ ତୁମକୁ ଫସାଇକି ଆଣିନି, ବରଂ ଏ ଯଖ ନେଇକି ଆସିଛି। ତେଣୁ ମୋ ଉପରେ ଏପରି ମିଛ ଅଭିଯୋଗ ଲଗାଉ ନାହିଁ ଓ କୁହ ଏଠାରୁ କେମିତି ବଞ୍ଚିକି ଯିବା। ଏକଥା ଶୁଣି ଭୂତ ଜୋରେ ହସି ହସି କହିଲା, ହଇରେ ମୂର୍ଖ ମାନେ, ତୁମକୁ ଏଠାକୁ କେହି ବି ଡାକି ନାହାନ୍ତି, ବରଂ ମୁଁ ତୁମକୁ ଆଣିଛି। ଆଉ କ'ଣ କହୁଛ ଏଠାରୁ ଖସିକି ଯିବ ବୋଲି? ଆରେ ଆଜି ପର୍ଯ୍ୟନ୍ତ ଯିଏ ବି ଏଠାକୁ ଆସିଛି ସେ କେହି ବି ବଞ୍ଚିକି ଯାଇନାହାନ୍ତି। ଆଉ ତମେ କେମିତି ଏଠାରୁ ବଞ୍ଚିକି ଯିବ ମୁଁ ବି ଦେଖିବି। ତମେ 3ଟା ଆଜି ମୋ ପେଟର ଭୋଜନ ହେବ। ଏ ଭୂତ ଭାଇ, ଦୟାକରି ଏ 2 ଜଣଙ୍କୁ ଛାଡ଼ିଦେ। ଯଦି ଖାଇବା କଥା ମୋତେ ଖାଇଦେ, ହେଲେ ଏ ନିରୀହ ଜୀବ 2ଟାକୁ ଛାଡ଼ିଦେ। ମୁଁ ଏ ଯଖ ଲୋଭରେ ଏଠାକୁ ଆସିଥିଲି, ହେଲେ ଏ ନିରୀହ ଜୀବ 2ଟାକୁ ମୁଁ ଡାକିବାରୁ ସେ ଆସିଥିଲେ। ତେଣୁ ଯଦି ଖାଇବା କଥା ମୋତେ ଖା। ଏହା ଦେଖି ବାଘ ବୁଝିଗଲା ଯେ ପ୍ରକୃତରେ ମଣିଷ ତାକୁ ଫସାଇ ଏଠାକୁ ଆଣିନି, ବରଂ ଅଜଣାରେ ସବୁ ଏଠାକୁ ପଳାଇ ଆସିଛନ୍ତି। ଏସବୁ ବୁଝିପାରି ବାଘ କହିଲା, ଆରେ ମଣିଷ, ତୋ କଥାରୁ ମୁଁ ବୁଝିପାରୁଛି ତୁ ଆମକୁ ଏଠାକୁ ଡାକିନୁ ବୋଲି। ତେଣୁ ଆଜି ଯଦି ମରିବା ତାହେଲେ 3 ଜଣ ମରିବା, କାରଣ ଆମେ ମଧ୍ୟ ଛେଳି ଖାଇବା ଲୋଭରେ ତୋ ସାଥିରେ ଆସିଥିଲୁ। ଲୋଭ 3 ଜଣ କରିଛନ୍ତି ମାନେ 3 ଜଣ ମରିବା, ନହେଲେ ଏଠାରୁ 3 ଜଣ ବଞ୍ଚିକି ଯିବା। ଆରେ ତମ 3 ଜଣଙ୍କର ଯଦି ସେ ଫିଲ୍ମ ଭାଷଣ ସରିଗଲା, ତାହେଲେ ଏବେ ମରିବା ପାଇଁ
ପ୍ରସ୍ତୁତ ହୋଇଯାଅ, କାରଣ ମୋତେ ଜୋରରେ ଭୋକ ଲାଗିଲାଣି। ତେଣୁ ମର ଏବେ। ଭୂତ ଏପରି କହିଛି କି ନାହିଁ, ହଠାତ୍ ଗୋଟିଏ ନିଆଁ ଲଗା ତୀର ଆସି ତା ଦେହରେ ବାଜିଲା, ଯାହାଦ୍ୱାରା ସେ ସେଇଠାରେ ଜଳିଗଲା। ଏହା ଦେଖି ବାଘ, ବିଲୁଆ ଓ ସୁରେଶ ଖୁସି ହୋଇଗଲେ ଏବଂ ପଛକୁ ବୁଲି ଦେଖିଲେ ସୁରେଶ ବାପା ତୀର ମାରିଛି। ଏହା ଦେଖି ସେ କହିଲା, ଅରେ ବାପା, ତମେ ଏଠି ଓ ତମେ କେମିତି ଜାଣିଲ ମୁଁ ଅସୁବିଧାରେ ପଡ଼ିଛି ବୋଲି, ଯାହାଦ୍ୱାରା ତମେ ଏଠାକୁ ତୀର ଧରି ପଳାଇ ଆସିଲ ଏବଂ ଏ ଭୂତକୁ ମାରିଦେଲ? ଆରେ ପୁଅ, ତୁ ଘରୁ ବାହାରିବା ପରଠାରୁ ମୋ ମନ ଗୋଳେଇ ଘାଣ୍ଟି ହେଲା। କାହିଁକି କେଜାଣି ମୋତେ ଏମିତି ଲାଗିଲା ସତେ ଯେମିତି ତୁ କୌଣସି ବହୁତ ବଡ଼ ବିପଦରେ ପଡ଼ିଛୁ ବୋଲି। ମୋ ମନ ଜମା ବି ଭଲ ନ ଲାଗିବାରୁ ମୁଁ ଆମ ତୀର ଧରି ଏଠାକୁ ପଳାଇ ଆସିଲି ଓ ଏଠାରେ ପହଞ୍ଚି ଦେଖେ ତ ତମେ ବହୁତ ବଡ଼ ବିପଦରେ ପଡ଼ିଛ। ଏହା ଦେଖି ମୁଁ ମୋର ତୀର ମାଧ୍ୟମରେ ଏ ଭୂତକୁ ମାରିଦେଲି। ସେମାନେ ଏପରି କଥା ହେଉଥିବା ବେଳେ ହଠାତ୍ ଯଖଟି ବଡ଼ ହେବାରେ ଲାଗିଲା ଏବଂ ସେଠାରୁ ଗୋଟିଏ ଦେବତା ବାହାରି କହିଲା, ଆରେ ବାଘ, ବିଲୁଆ ଓ ମଣିଷ, ତୁମ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ତମେ ମୋତେ ଏ ଭୂତ କବଳରୁ ରକ୍ଷା କରିଥିବାରୁ। ଏ ଭୂତ ମୋତେ ଗୋଟିଏ ଯଖ କରି ତା କବଳରେ ବନ୍ଦିନ କରି ରଖିଥିଲା ଓ କହୁଥିଲା ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମଣିଷ ନେଇ ଆସିବା ପାଇଁ। ହେଲେ ତୁମେ ଏ ଭୂତକୁ ମାରିବା ପରେ ମୁଁ ଏ ଯଖଟାରୁ ମୁକ୍ତି ହେଲି। ଏଥିପାଇଁ ମୁଁ ତୁମକୁ କିଛି ଉପହାର ଦେବାକୁ ଚାହୁଁଛି। ଦେବତା ଏପରି କହି ନିଜର ଶକ୍ତି ମାଧ୍ୟମରେ ଅନେକ ସୁନାର ଟଙ୍କା ଦେଲେ ଓ ସେଠାରୁ ଅଦୃଶ୍ୟ ହୋଇଗଲେ।